ବିଛା ରାଶି 2025 ମସିହା ଅଗଷ୍ଟ ମାସ ପାଇଁ ବିଛା ରାଶିର ମାସିକ ରାଶିଫଳ। ପ୍ରଥମେ ବିଛା ରାଶିର କ୍ୟାରିୟର ବା କର୍ମକ୍ଷେତ୍ର କଥା ଚିନ୍ତା କଲେ ଜଣାଯାଏ। ଅଗଷ୍ଟ ମାସର ପ୍ରଥମାର୍ଦ୍ଧରେ ବିଛା ରାଶିର କର୍ମଭାବର ଅଧିପତି ସୂର୍ଯ୍ୟ ନବମ ଭାବ କର୍କଟ ରାଶିରେ ଅବସ୍ଥାନ କରୁଥିବାରୁ ବିଛା ରାଶି ପାଇଁ ରାଜଯୋଗ ସୃଷ୍ଟି କରିବେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଅଗଷ୍ଟ ମାସର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ ନିଜ ରାଶି ତଥା ବିଛା ରାଶିର ଦଶମ ସ୍ଥାନ ସିଂହ ରାଶିରେ ପ୍ରବେଶ କଲେ ତାହା ମଧ୍ୟ ଏକ ବଳିଷ୍ଠ ରାଜଯୋଗରେ ପରିଣତ ହେବ। ତେଣୁ ଅଗଷ୍ଟ ମାସରେ ଚାକିରି କରୁଥିବା ବିଛା ରାଶି ବ୍ୟକ୍ତି ଏହି ମାସରେ ବିଶେଷ ଶୁଭଫଳ ପ୍ରାପ୍ତ କରିବେ। ମାସର ପ୍ରଥମାର୍ଦ୍ଧରେ କର୍ମକ୍ଷେତ୍ରରେ ଆସୁଥିବା ପ୍ରତ୍ୟେକ ଚ୍ୟାଲେଞ୍ଜର ସାମନା ବିଛା ରାଶି ଜାତ ବ୍ୟକ୍ତି ସଫଳତାର ସହିତ କରିପାରିବେ। ମାସର ଦ୍ୱିତୀୟାର୍ଦ୍ଧରେ ଉପରିସ୍ଥ ଅଧିକାରୀ ବିଛା ରାଶି ଜାତ ବ୍ୟକ୍ତିଙ୍କୁ ପ୍ରଶାସନିକ କ୍ଷମତା ପ୍ରଦାନ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗ ପ୍ରଦାନ କରିବେ। ଚାକିରିରେ ପ୍ରମୋସନର ଯୋଗ ଦେଖାଯାଏ। ସରକାରୀ ଚାକିରି ପାଇବା ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ମାସଟି ବେଶ ଅନୁକୂଳ ରହିବ। ବାଣିଜ୍ୟ ବ୍ୟବସାୟ କରୁଥିବା ବିଛା ରାଶି ଜାତ ବ୍ୟକ୍ତିଙ୍କ ପାଇଁ ଏହି ମାସରେ କିଛି ଭଲ ବ୍ୟବସାୟିକ ପ୍ରସ୍ତାବ ଆସିପାରେ। ଯେଉଁମାନେ ସରକାରୀ ଠିକାଦାରୀ, ଅର୍ଡର ସପ୍ଲାଇ ଭଳି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପାଇଁ ମାସଟି ବେଶ ଫଳପ୍ରଦ ରହିବ। ରିଏଲ ଇଷ୍ଟେଟ ବ୍ୟବସାୟ ତଥା ଜାଗାବାଡ଼ି ବେପାରରେ ସମ୍ପୃକ୍ତ ବିଛା ରାଶି ଜାତ ବ୍ୟକ୍ତି ବିଶେଷଙ୍କ ପାଇଁ ଅଗଷ୍ଟ ମାସଟି ନିରାଶ କରିବ ନାହିଁ। ଅଗଷ୍ଟ ମାସରେ ବିଛା ରାଶି ଜାତ ବ୍ୟକ୍ତିଙ୍କ ଆର୍ଥିକ ଅବସ୍ଥାକୁ ଅନୁଧ୍ୟାନ କଲେ ଜଣାଯାଏ। ବିଛା ରାଶିର ଅଧିପତି ମଙ୍ଗଳ ମାସ ସାରା ବିଛା ରାଶିର ଏକାଦଶ ବା ଆୟ ସ୍ଥାନରେ ରହି ବିଛା ରାଶି ଜାତ ବ୍ୟକ୍ତିଙ୍କର ଆୟ ଭାବରେ ଅଭିବୃଦ୍ଧି ଘଟାଇବେ। ବିଭିନ୍ନ ସୂତ୍ରରୁ ତଥା ବିଭିନ୍ନ ଉପାୟରେ ଧନ ସଂଗ୍ରହ କରିବାରେ ବିଛା ରାଶି ବ୍ୟକ୍ତି ସମର୍ଥ ହେବେ। ବାଣିଜ୍ୟିକ ଗ୍ରହ ବୁଧ ବିଛା ରାଶିର ଭାଗ୍ୟ ଭାବରେ ମାସ ସାରା ରହିଥିବାରୁ ବାଣିଜ୍ୟ ବେପାରରେ ମାନ୍ଦା ଅବସ୍ଥା ଦେଖାଯିବ ନାହିଁ। ବେପାରରୁ ମନ ମୁତାବକ ଅର୍ଥ ଉପାର୍ଜନ ହୋଇପାରିବ, କିନ୍ତୁ ବେପାର କ୍ଷେତ୍ରରେ ସାମାନ୍ୟ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଅଛି। ବିଛା ରାଶିର ଦ୍ୱିତୀୟ ଧନସ୍ଥାନ ଧନୁ ରାଶିର ଅଧିପତି ବୃହସ୍ପତି ମାସ ସାରା ଅଷ୍ଟମ ସ୍ଥାନ ମିଥୁନ ରାଶିରେ ଅବସ୍ଥାନ କରୁଥିବାରୁ ପ୍ରଥମେ ଧନ ଭାବରେ ଅଭାବ ବୋଧ ଦେଖାଯାଇପାରେ, କିନ୍ତୁ ବୃହସ୍ପତିଙ୍କର ଦୃଷ୍ଟି ନିଜ ରାଶି ଧନୁ ରାଶି ଉପରେ ରହିଥିବାରୁ ବନ୍ଦ ହେବାକୁ ଯାଉଥିବା ଧନର ସ୍ରୋତ ପୁଣି ଚାଲୁ ରହିବ। ମୋଟାମୋଟି ଭାବରେ କହିବାକୁ ଗଲେ ଅଗଷ୍ଟ ମାସରେ ବିଛା ରାଶିର ଆର୍ଥିକ ଅବସ୍ଥା ସନ୍ତୋଷଜନକ ରହିବ। ବିଛା ରାଶି ପାଇଁ ଅଗଷ୍ଟ ମାସର ପାରିବାରିକ କ୍ଷେତ୍ର ସମ୍ପର୍କରେ ଆଲୋକପାତ କଲେ ଜଣାଯାଏ। ଏ ମାସରେ ବିଛା ରାଶିର ପାରିବାରିକ କ୍ଷେତ୍ର ମଧ୍ୟମ ଧରଣର ରହିବ। ଦ୍ୱିତୀୟ କୁଟୁମ୍ବ ସ୍ଥାନର ଅଧିପତି ବୃହସ୍ପତି ଅଷ୍ଟମ ନିଧନ ସ୍ଥାନରେ ରହିଥିବାରୁ କିଛି ପାରିବାରିକ ସମସ୍ୟା ଉପୁଜିପାରେ, କିନ୍ତୁ ବୃହସ୍ପତିଙ୍କର ଦୃଷ୍ଟି ନିଜ ରାଶି ଉପରେ ରହିଥିବାରୁ ସେସବୁ ସମସ୍ୟାର ସମାଧାନ ହୋଇଯିବ। ଏହାଛଡ଼ା ପାରିବାରିକ ଅଭିବୃଦ୍ଧି ମଧ୍ୟ ଘଟିପାରେ, ଅର୍ଥାତ୍ ପରିବାରରେ ନୂତନ ଆଗନ୍ତୁକଙ୍କର ଆବିର୍ଭାବ ଘଟିବାର ମଧ୍ୟ ସମ୍ଭାବନା ରହିଅଛି। ତେବେ ବି ଶନି ଓ ମଙ୍ଗଳଙ୍କର ଦୃଷ୍ଟି
ପରିବାର କ୍ଷେତ୍ର ଉପରକୁ ରହିଥିବାରୁ ତାହା ଶୁଭଙ୍କର ବୋଲି ଗଣାଯିବ ନାହିଁ। ଏହା ସାଙ୍ଗକୁ ବିଛା ରାଶିର ଚତୁର୍ଥ ଭାବ କୁମ୍ଭ ରାଶିରେ ରହିଥିବା ରାହୁ ବନ୍ଧୁ ଓ ପରିଜନଙ୍କ ଦ୍ୱାରା ଷଡ଼ଯନ୍ତ୍ରର ଜାଲ ବୁଣିପାରନ୍ତି। ସେଥିପ୍ରତି ସତର୍କତା ଅବଲମ୍ବନ କରିବା ଉଚିତ ହେବ। ବିଛା ରାଶିର ଚତୁର୍ଥ ଭାବର ଅଧିପତି ଶନି ପଞ୍ଚମ ସ୍ଥାନରେ ବକ୍ରୀ ଭାବରେ ରହିଥିବାରୁ ସନ୍ତାନଙ୍କ ଶିକ୍ଷା ନେଇ ମନରେ ଅସନ୍ତୋଷ ଭାବ ରହିପାରେ। ଦାମ୍ପତ୍ୟ ଜୀବନ ଯଥା ପୂର୍ବଂ ତଥା ପରମ୍ପରି ନିର୍ବାହ କରିବେ। ନିଜ ମାତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବେ। ଅଗଷ୍ଟ ମାସରେ ବିଛା ରାଶିର ପ୍ରେମ ଓ ପରିଣୟ ବିଷୟ ଦେଖିବାକୁ ଗଲେ ଜଣାଯାଏ। ବିଛା ରାଶିର ପଞ୍ଚମ ପ୍ରେମ ଭାବର ଅଧିପତି ବୃହସ୍ପତି ଅଷ୍ଟମ ସ୍ଥାନରେ ରହିଥିବାରୁ ଲଭ୍ ଲାଇଫ୍ରେ ଥିବା ପ୍ରେମୀ ଯୁଗଳ ଏ କ୍ଷେତ୍ରରେ ଭଲ ଫଳ ପାଇ ନ ପାରନ୍ତି। ପୁନଶ୍ଚ ପଞ୍ଚମ ଭାବରେ ଅବସ୍ଥିତ ଶନି ବକ୍ରୀ ଭାବରେ ଗୋଚର କରିବା ଓ ଶନିଙ୍କ ଉପରକୁ ମଙ୍ଗଳଙ୍କ ଦୃଷ୍ଟି ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି କରିବା ପାଇଁ ଯଥେଷ୍ଟ ହେବ। ତେଣୁ ନିଜ କଥାବାର୍ତ୍ତାରେ ଉଗ୍ରପଣ ଆଣିବେ ନାହିଁ। ଆଣିଲେ ପାର୍ଟନରଙ୍କ ମନରେ ଆଘାତ ସୃଷ୍ଟି ହୋଇପାରେ। ପୁଣି ପ୍ରେମ ସମ୍ପର୍କରେ ସନ୍ଦେହ ମନୋଭାବ ପୋଷଣ ଏହି ସମୟରେ ସମ୍ପର୍କଟିକୁ ବିଗାଡ଼ି ଦେବାର ମଧ୍ୟ ସମ୍ଭାବନା ରହିଅଛି। ତେଣୁ ସବୁଠୁ ଉତ୍ତମ ହେବ ଏହି ସମୟରେ ହାତେ ମାପି ଚାଖଣ୍ଡେ ଚାଲିବା ଓ କଥାବାର୍ତ୍ତାରେ ସଂଯମତା ରଖିବା। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଅଗଷ୍ଟ ମାସଟି ବିଛା ରାଶି ପାଇଁ ଅନୁକୂଳ ଫଳ ପ୍ରଦାନ କରିବାର ଆଶା ଅଧିକା। ବିଛା ରାଶି ଅଧିପତି ମଙ୍ଗଳ ମାସ ସାରା ବିଛା ରାଶିର ଲାଭ ଭାବରେ ଗୋଚର କରିବା ବିଛା ରାଶି ଜାତକ ପାଇଁ ଉତ୍ତମ ସ୍ୱାସ୍ଥ୍ୟର ସୂଚନା ପ୍ରଦାନ କରେ। କିନ୍ତୁ ପୂର୍ବରୁ ଯଦି କୌଣସି ରୋଗରେ ପୀଡ଼ିତ ରହିଥାନ୍ତି, ବିଶେଷତଃ ବ୍ଲଡ଼ ପ୍ରେସର, ଡାଇବେଟିସ୍ ଓ ହାର୍ଟ ଭଳି ଜଟିଳ ରୋଗ ଥାଏ, ତେବେ ତାର ସଠିକ୍ ଚିକିତ୍ସା ସଠିକ୍ ସମୟରେ କରିନେବା ଉଚିତ ହେବ। ଏ ତ ଗଲା ମୋଟାମୋଟି ଭାବରେ ବିଛା ରାଶି ପାଇଁ ଅଗଷ୍ଟ ମାସର ମାସିକ ରାଶି ଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରିବା ପାଇଁ ବିଛା ରାଶିଜାତ ବ୍ୟକ୍ତି ପ୍ରଭୁ ଲକ୍ଷ୍ମୀ ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ। ହନୁମାନ ଚାଳିଶା ପାଠ କଲେ ବହୁତ ଗୁଡ଼ିଏ ସମସ୍ୟା ଦୂର ହୋଇଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।